ଓଡ଼ିଆ କାବ୍ୟ ରସାନୁମୋଦି ସୁଧୀ ଶ୍ରୋତା ବନ୍ଧୁମାନଙ୍କୁ ମୋର ନମସ୍କାର। ବନ୍ଧୁଗଣ, ଆଜି ସେଇ ରୀତିଯୁଗର ଶ୍ରେଷ୍ଠ କବି ଆଳଙ୍କାରିକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ଶ୍ରେଷ୍ଠ କୃତି ବୈଦେଶୀ ବିଳାସର ମୁଁ ଯାହା ପୂର୍ବରୁ ଆଲୋଚନା କରିଥିଲି ତାର ଆଉ କିଛି ଅଂଶ ବର୍ଣ୍ଣନା କରିବା। ମୁଁ ଏଥିରେ କହିଥିଲି ଏଇ ଅପେକ୍ଷାକୃତ ଅଳଙ୍କାର କ୍ଳିଷ୍ଟ ଶବ୍ଦ ସଂଯୋଜନା ପ୍ରଭୃତିରୁ ଏହି ଛାନ୍ଦଟି 28 ଛାନ୍ଦଟି ଅପେକ୍ଷାକୃତ ସହଜ ସରଳ ହୋଇଛି, ବୋଧଗମ୍ୟ ହୋଇଛି ଏବଂ ଓଡ଼ିଶାରେ ଆପଣ ଦେଖିବେ ଯେକୌଣସି ସ୍ଥାନରେ ଏଉଟି ଆଦୃତି ଲାଭ କରିଛି ଏବଂ ବିଶେଷତଃ ଆଗରୁ ପିଲାମାନଙ୍କର କୋର୍ସରେ ମଧ୍ୟ ଯେତେବେଳେ ମାଟ୍ରିକ ପଢ଼ୁଥିଲେ ଏଇଟା ମୋର ମନେ ଅଛି, ସେତେବେଳେ ଏହି ଛାନ୍ଦଟି ମଧ୍ୟ କିଛି ଅଂଶ ଦିଆଯାଇଥିଲା। ଏଇ ଯେଉଁ 28 ଛାନ୍ଦ ବୋଲେ ସୁଗ୍ରୀବେ ରାମ କ୍ଲେଶ ଭାଷା ବେନି ଜନେ ପଡ଼ିଛି ଏକଦଶା, ଏ ସମ୍ପର୍କରେ ମୁଁ ପ୍ରଥମେ କିଛି ଆଲୋଚନା କରିଥିଲି। ୟାର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତୁ କବି ଆଉ କ'ଣ କହିଛନ୍ତି। ପରସ୍ପର ଅଗ୍ନିକୁ ସାକ୍ଷୀ ରଖିକିରି ରାମଚନ୍ଦ୍ର ଏବଂ ସୁଗ୍ରୀବ ମିତ୍ର ତା ସୂତ୍ରରେ ଯେତେବେଳେ ବାନ୍ଧି ହେଇକିରି ରହିଗଲେ, ଦୁଇ ଜଣ ଆଗ ପରସ୍ପର ବେଶ ମନ ମିଶିଗଲା, ତେଣୁ ମିତ୍ର ହେଲେ। ଏବଂ ତାପରେ ମିତ୍ର ହେଲେ ମଧ୍ୟ ବାଳିକି ଆପଣ ଭାବନ୍ତୁ ଯେ ବାଳି କେତେ ଡରେ ସୁଗ୍ରୀବ। ବାନରରାଜ ସୁଗ୍ରୀବ ମହାବଳବାନ ହେଲେ ମଧ୍ୟ ସେ ବାଳିକୁ କେତେ ଡରନ୍ତି। ଆସନ୍ତୁ ସେ କ'ଣ ରାମଚନ୍ଦ୍ରଙ୍କ ଉପରେ ତାର ଭରସା ହେଉଛି ବା ବିଶ୍ୱାସ। ଇଏ କହିଲେ ନା ବିନ୍ଧି ପକାଇବି ଏକା ବାଣକେ, ଗୋଟିଏ ବାଣରେ ବାଳିକି ମୁଁ ମାରିଦେବି। ସେଇ ବଳ ରାମଚନ୍ଦ୍ରଙ୍କର ବଳକୁ କଳନା କରିବା ପାଇଁ, ପରୀକ୍ଷା କରିବା ପାଇଁ ଆଉ ସେ ଦେଖୁଚାରି ଯେତେ କହିଦେଲେ ସିନା କଥାରେ, କିନ୍ତୁ ବାଳିର କେତେ ବଳ ଏବଂ ବାଳି କେତେ ବଳବାନ ଇଏ ଜାଣିଛନ୍ତି, ୟାଙ୍କୁ ଜଣା ନାହିଁ ବୋଧେ। ତେଣୁ ପରୀକ୍ଷା କରିବା ପାଇଁ ଟିକେ ଆଉ କବି ସୁଗ୍ରୀବ କ'ଣ ଇଚ୍ଛା କରିଛନ୍ତି ଏବଂ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ତାକୁ ଏ 28 ଛାନ୍ଦରେ କିଭଳି ରୂପାୟିତ କରିଛନ୍ତି ଆସନ୍ତୁ ଶୁଣିବା। ବୋଲା ବୋଲି ସେ ହୋଇ ଏବେ ମାତ୍ର ବହ୍ନି ସାକ୍ଷୀ କରାଇ ହେଲେ ମିତ୍ର। ବହ୍ନିକୁ ସାକ୍ଷୀ ମୁଁ କହୁଥିଲି ଏ ବହ୍ନିକୁ ଅଗ୍ନିକୁ ସାକ୍ଷୀ ରଖି ମିତ୍ରତା ସୂତ୍ରରେ ବାନ୍ଧିଗଲେ। ଆଉ ବୋଲୁ ଶତ୍ରୁକୁ ଦେଖାଅ ରାଘବ, ବୋଲୁ ଅଛି ସବିନୟ ସୁଗ୍ରୀବ। ଚମତ୍କାର ଶବ୍ଦ ସଂଯୋଜନା। ବୋଲୁ ଅଛି ସବିନୟ ସୁଗ୍ରୀବ। ରାମଚନ୍ଦ୍ର କାହିଁ ତମର ଶତ୍ରୁ କେଉଁଠି ଅଛି ଦେଖେଇଲ। ତୁମେ ଯେଉଁ ବାଳି ଘର କଥା କହୁଛ, ତୁମର ଭାଇ ତୁମର ଆଉ ସ୍ତ୍ରୀଙ୍କୁ ଅପହରଣ କରି ନେଇକିରି ରଖିଛି, ଆଉ ସେଇ ଭାଇକି ତମେ ଟିକେ ବାଳିକି ଦେଖେଇବଟି ମୋତେ କେଉଁଠି ଅଛି। ଆଉ ଏ କଥା କହିବାରୁ ସବିନୟରେ ସୁଗ୍ରୀବ କହୁଛନ୍ତି କ'ଣ ଦେଖନ୍ତୁ। ବିନ୍ଧିବାକୁ ଇଚ୍ଛା ଯିବେ ବାଳିକି, ବଳ କଷ ଦୁନ୍ଦୁବି ଅସ୍ତି ଟେକି। ଆରେ ବାଳିକି ଯଦି ଆପଣ ଆଉ ବିନ୍ଧିବା ପାଇଁ ଶର ଧନୁର୍ବାଣ ବା ବାଣରେ ଗୋଟିଏ ବାଣରେ ମାରିବା ପାଇଁ ଇଚ୍ଛା କରୁଛନ୍ତି, ଆଉ ସରସନ୍ଧାନ କରିବା ପାଇଁ ଇଚ୍ଛା କରୁଛନ୍ତି, ତା ଆଗେ ଟିକେ ଆଉ କିଛି ନ ଭାବିକିରି ଆଗେ ଟିକେ ଦୁନ୍ଦୁବି ଅସ୍ତି। ଆଜ୍ଞା ଆପଣ ସେଇ ସମ୍ପର୍କରେ ମୁଁ କହୁଥିଲି, ଦୁନ୍ଦୁବି ରାକ୍ଷସକୁ ମାରିବା ପାଇଁ ବାଳି ପର୍ବତ ଗୁମ୍ଫା ଭିତରେ ପଶିଗଲେ ଏବଂ ସୁଗ୍ରୀବକୁ କହିଲେ ଯେ ମୁଁ ଯେ ପର୍ଯ୍ୟନ୍ତ ଦୁନ୍ଦୁବି ରାକ୍ଷସକୁ ମାରିକିରି ନ ଆସି ତୁ ଏଇ ସ୍ଥାନରେ ଅପେକ୍ଷା କରିକିରି ବସିଥିବୁ। ଆରେ ଚାହୁଁ ଚାହୁଁ ଗୋଟେ ବର୍ଷ ପଳେଇଗଲା। ଏତେ ଦିନ ଯେତେବେଳେ ପଳେଇଗଲା ସେ ଭାବିଲା ତାପରେ ବାଳି ବୋଧେ ମରିଯାଇଛି। ତାପରେ ବାଳି ସୁଗ୍ରୀବ ବାନରା ସୁଗ୍ରୀବ ଯେତେବେଳେ ସନ୍ଦେହ ହେଲା, ଏତେ ଦିନ ଦୀର୍ଘ ଦିନ ହେଲାଣି ଆସିପାରୁନାହାନ୍ତି, ଭିତରକୁ ଚାହିଁଲା ବେଳକୁ ଗୁମ୍ଫାଟା ରକ୍ତାକ୍ତ ହେଇକି ରକ୍ତ ଭର୍ତ୍ତି ହେଇଛି। କହିଲେ ଆରେ ବାଳି କିଏ ମାରିଦେଲା ବୋଧେ। ଏହା କହିକିରି ରାଜଗାଦିରେ ରାଜସିଂହାସନରେ ବସିକି ରାଜା ହେଇଗଲେ। ବର୍ଷକ ପରେ ଯେତେବେଳେ ବାଳି ଫେରିଛି ଦେଖିକିରି ସ୍ତମ୍ଭୀଭୂତ ଇତ୍ୟାଦି ବିଷୟ ମୁଁ ଆଉ ସେ ବିଷୟରେ କହୁନି। ସେଇ ଯେଉଁ ଦୁନ୍ଦୁବିକି ମାରିଥିଲେ, ବାଳି କ'ଣ କରିଥିଲା, ବାଳି ମାରି ତ ଥିଲା, ତାର ସେଇ ରକ୍ତାକ୍ତ ରକ୍ତ ଜର୍ଜରିତ ଦେହଟାକୁ, ମଲା ଶବଟାକୁ ଧରି ଆଣିକିରି ଏଠି କିଷ୍କିନ୍ଧ୍ୟା ପାଖରେ ଫୋପାଡ଼ି ଦେଇଥିଲା। ଆଚ୍ଛା, ସେଇଟାକୁ ତାର ଅସ୍ଥି ଗୁଡ଼ାକ ଗୋଟେ ବିରାଟ ରାକ୍ଷସ ନା ସେ ଦୁନ୍ଦୁବି ରାକ୍ଷସ, ତାର ଅସ୍ଥିଟା ଗଲା ହେଇଥିଲା ଏଠି ପର୍ବତ ପ୍ରମାଣେ। ଏଇଟା ଦେଖେଇ ଦେବାରୁ ରାମଚନ୍ଦ୍ର କ'ଣ କଲେ ଦେଖନ୍ତୁ। ସୁଗ୍ରୀବ ପରୀକ୍ଷା କରୁଛି ତ, ବଳ ଟିକେ କଷ ବୋଲି କହିଲା ନା, ବଳ କଷ ଦୁନ୍ଦୁବି ଅସ୍ଥିକୁ ଟିକେ ଟେକିକିରି, ତା ହାଡ଼କୁ ଟେକିକିରି ଟିକେ ପରୀକ୍ଷା ଚାହିଁଲା ସେ। ବିଜେ ରାମ ଶୁଣି ସେ ସନ୍ନିଧିର, ବୃଦ୍ଧାଙ୍ଗୁଳି କି ବାମ ଚରଣର ବୃଦ୍ଧାଙ୍ଗୁଳିକି ଦେଲେ।
ଆପଣ ଦେଖନ୍ତୁ ବାମ ଗୋଡ଼ର ବୃଦ୍ଧ ଆଙ୍ଗୁଳିରେ ସେ ଦୁନ୍ଦୁଭି ରାକ୍ଷସର ଅସ୍ଥିକୁ ଟେକିକିରି ଆକାଶକୁ ଫିଙ୍ଗିଦେଲେ ଯାଇ କୁଆଡ଼େ ଗଲେ ପଡ଼ିଲା। ଏଇଭଳି ରାମଚନ୍ଦ୍ରଙ୍କର ବୀରତ୍ୱ ସମ୍ପର୍କରେ ସୁଗ୍ରୀବ ପ୍ରଥମେ ଜାଣିଲା। ବିଜୟ ରାମ ଶୁଣି ସେ ସନ୍ନିଧିର ତା ପାଖରେ ଯାଇ ପହଞ୍ଚିଗଲେ। ଦୁନ୍ଦୁଭି ରାକ୍ଷସର ହାଡ଼ ଯେଉଁଠି ଅସ୍ଥି ଅଛି ସେଇଠି ଯାଇ ପହଞ୍ଚିଗଲେ ଏବଂ ବାମ ପାଦର ବୃଦ୍ଧାଙ୍ଗୁଷ୍ଠି ବା ଅଙ୍ଗୁଷ୍ଠ ବୃଦ୍ଧାଙ୍ଗୁଳିରେ ତାକୁ ଟେକିଦେଲେ ଏବଂ ବହୁ ଦୂରକୁ ଫିଙ୍ଗିଦେଲେ। ବିନ୍ୟସ୍ତ ଯେ କଲେ ଅସ୍ଥିଗିରିରେ, ଅସ୍ଥି ପାହାଡ଼କୁ ବୃଦ୍ଧାଙ୍ଗୁଳିରେ ବିନ୍ୟସ୍ତ ଟେକିଦେଲେ। ଆଚ୍ଛା, କ'ଣ କଲେ? ବନ ରୁହେ କରି କର ପରିରେ। ବନରୁହକୁ ଯେ ବନରୁହ, ବନ ବୋଲେ ଜଳ, ତାର ଯାହା ପଦ୍ମକୁ କରି ଯେ ହସ୍ତି ଯେମିତି ସୁନ୍ଦରରେ ଆଜ୍ଞା ଫିଙ୍ଗିଦିଏ। ଆପଣମାନେ ଜାଣିଛନ୍ତି ଯେ ପଦ୍ମ ଫୁଲ ବା ପଦ୍ମ କଢ଼କୁ ହାତୀ ଖେଳିବା ପାଇଁ ଯେତେବେଳେ ପୁଷ୍କରିଣୀରେ ହାତୀମାନେ ପହଞ୍ଚିଯାଆନ୍ତି ପଦ୍ମ ଫୁଲକୁ ତାର ସୁନ୍ଦରଦଣ୍ଡରେ ବହୁତ ଦୂରକୁ ଫିଙ୍ଗି ଦିଅନ୍ତି। ଏ ଗୋଟେ ଖେଳ ତାଙ୍କର କୌତୁକ। ଅର୍ଥାତ୍ ଅବହେଳା କ୍ରମେ ହାତୀ ଯେମିତି ଗଜରାଜ ବା ଗଜ ଯେମିତି ବନରୁ ପଦ୍ମ ତୋଳିକିରି ତାର ସୁନ୍ଦରରେ ଆଜ୍ଞା ଫିଙ୍ଗିଦିଏ, ସେମିତି ଅବଲୀଳା କ୍ରମେ ଅନାୟାସରେ ପ୍ରଭୁ ରାମଚନ୍ଦ୍ର ଆଉ ବାମ ପାଦର ଅଙ୍ଗୁଷ୍ଠରେ ବା ବୁଢ଼ା ଆଙ୍ଗୁଠିରେ ତାକୁ ଟେକିକିରି ବହୁ ଦୂର ଫିଙ୍ଗିଦେଲେ। ଫିଙ୍ଗିବାରୁ କ'ଣ ହେଲା କି ପ୍ରଚଣ୍ଡ ଶବ୍ଦ ହେଲା ଆଜ୍ଞା। ଲୋକମାନେ ଭୟଭୀତ, କିଷ୍କିନ୍ଧାର ଲୋକମାନେ ସବୁ ଭୟଭୀତ ହେଇଗଲେ। ଏଡ଼ିକି ଏତେ ବଡ଼ ଶବ୍ଦ ହେଲା, ପ୍ରଚଣ୍ଡ ଶବ୍ଦ ହେଲା। ତେଣୁ କବି ପୁଣି ବୈଦେଶିକ ଆସରେ ସେ 28 ଚାନ୍ଦରେ କ'ଣ କହୁଛନ୍ତି ଏଇ ପ୍ରସଙ୍ଗରେ, ଆସନ୍ତୁ ଶୁଣିବା। ବେଗେ ତୋଳି ସେ କଳି ସେ ଯେ ମନ୍ତେ, ବିହାୟ ସେ ଫିଙ୍ଗି ଦେଲେ ତେ ମନ୍ତେ। ଗଜରାଜ ଯେମିତି ପଦ୍ମ ଫୁଲକୁ ତୋଳିକିରି, କଳି ବୋଲେ କଢ଼ ଏଠି କହିଛନ୍ତି, ପଦ୍ମ ଫୁଲର କଢ଼କୁ ଯେମିତି ସୁନ୍ଦରରେ ଟେକିକିରି ଫିଙ୍ଗିଦିଏ ଦୂରକୁ, ଆଉ ରାମଚନ୍ଦ୍ର ମଧ୍ୟ ବିହାୟ ସେ ଫିଙ୍ଗି ଦେଲେ ତେମନ୍ତ, ସେହିପରି ପ୍ରକାର ଫିଙ୍ଗିଦେଲେ। ଉପମା ଅଳଙ୍କାର ଏଠି ଦେଇଛନ୍ତି। ଉପମା ଭଞ୍ଜବୀରସ୍ୟ करे शुभन्ते शबद तार, व्योमे दृष्टि किष्किन्ध्यावासी। इते शब्द कला जे, इते प्रचंड शब्द है जे दुन्दुभि राक्षसर अस्थि को जितेबाला प्रभु अंगुष्ठरे बाम पादर बाम गोड़र बुढ़ा आंगुठी आज्ञा फिंगिदेले। एटा आकाश को एमती शून्य मार्गरे जिते फिंगिदेले प्रचंड शब्द है और सते जमी कौन गोटे विस्फोरण है। समस्त किष्किन्धावासी ऊर्ध्व को चाहिए एवं विस्मित हेले। आ देखा तो जाऊनी आज्ञा। तेणु वितर्किते से मईनाक उड़ी वज्राघाते बहुत दूरे पड़ी। ओहो लोक आज्ञा से अदृश्य भाव में शब्द हो दुशुनी। तेणु सी भाविले ओ मईनाक पर्वत देवता मान स्थान से मईनाक पर्वत सते जमी वज्राघात शून्य उड़ीगला। इंद्रंकर वज्राघात मईनाक पर्वत कौन आउ शून्य शून्य उड़ीगला कि लोक मैंने पूरी भाविले। वितर्कित बोले विचार कले, विचार आलोचना करी सिद्धांत कले ये हो ये कौन ये कौन गोटे शब्द है कि आ तो देखिपार ना। अंततः चिंता कले जे वज्राघाते बहुत मईनाक पर्वत वज्राघात बहुत दूर बोधे जाकि उड़िकी तार निज स्थान पड़ी। या आउ कहीं नुहे विकल्पता उपजिला सुग्रीवे बड़ गुरुए होता पूर्वे। अरे ये कथा जिते देखिए वानरराज सुग्रीव जो आज्ञा देखीदे मनरे विचार आसला, वितर्क कले कौन तर्कणा संभावना करुँच विभिन्न प्रकार कौन विकल्पता उपजिला सुग्रीवे बड़ गुरु ए होता पूर्वे। अरे ये तो इतने ओजन थिला कहीं बाड़ी बोहिक बाड़ी केते बड़ सुग्रीव को जना नहीं। तेणु सुग्रीव जानी बाड़ी या मारिला तार एड़े राग प्रतिशोध परायण होते सी राग होता तो मारिला मारिक तार शवटा को राक्षसर दुन्दुभि राक्षसर शवटा को आने पकई देता लोक देखु बोली एटा पड़ी 100 वर्ष होगी। तेणु यहाँ यार मेद मांस यहाँ तार देहरे से ओजन थिला आज्ञा मांस मेद मांस रक्त सबू सब थिला मारी देकर आनी फिंगी देता ना। तेणु ओजन थिला। बर्तमान यहाँ बहु वर्ष होगी पड़ी। तेणु इथर
ମାଂସ ଖସି ପଡ଼ିଲାଣି, ଆଉ ରକ୍ତ ଶୁଖିଯାଇଛି, ଆଉ ଚମଡ଼ା ସବୁ ଶୁଖିଯାଇଛି, ହାଡ଼ ମଧ୍ୟ ଶୁଖିଯାଇଛି, ବୋଧେ ଉଶ୍ୱାସ ହେଇଯାଇଛି। ବାଳି ବୋହିକିରି ଆଣିଲା ବେଳେ ଏଇଟା ଯେତେ ଓଜନ ଥିଲା, ବର୍ତ୍ତମାନ ଏତେ ଦିନ ପରେ ଯେତେବେଳେ ଦୀର୍ଘ ଦିନ ପଡ଼ିଥିଲା, ରାମଚନ୍ଦ୍ର ତାଙ୍କୁ ଫିଙ୍ଗିଦେଲେ ବୋଧେ। ଆଉ ଏଇ କଥାଟା ତା ମନରେ ଏ ଚିନ୍ତା ଆସିଲା। ଯେତେବେଳେ ଚିନ୍ତା ଆସିଲା, ପୁଣି ଦେଖନ୍ତୁ କବି ସମ୍ରାଟ କ'ଣ କହୁଛନ୍ତି, ବସା ଆଦି ମାଂସ ଚର୍ମେ ସମ୍ପୂର୍ଣ୍ଣ, ମେଦ ରକ୍ତ, ବସା ମେଦ ମାଂସ ଏ ହାଡ଼ ସବୁ ଶୁଖିଯାଇଛି। ତେଣୁ ସମ୍ପୂର୍ଣ୍ଣ ଭାବରେ ବିନାଶ ପୁତି ବସେ ସେମାନ। ଆରେ ପୁତି ଗନ୍ଧ ଦୁର୍ଗନ୍ଧ ହେଉଥିଲା, ଏବେ ଆଉ ଦୁର୍ଗନ୍ଧ ନାହିଁ, ଖାଲି ହାଡ଼ଟା ଶୁଖିକିରି ପଡ଼ିଛି, ଆଉ ବିଶାଳ ପାହାଡ଼ ପରି ମଧ୍ୟ ପଡ଼ିଛି, କିନ୍ତୁ ଆଉ ଏତେ ଓଜନ ନାହିଁ। ତେଣୁ ବୋଧହୁଏ ରାମଚନ୍ଦ୍ରକୁ ଅନାୟାସରେ ଫିଙ୍ଗିଦେଲେ। କବି ପୁଣି କହୁଛନ୍ତି, ଆଜ୍ଞା, ବିବସ୍ୱାନ କିରଣେ ଶୁଷ୍କ ଭାବ, ବହେ ବାଳି ତେବେ ଏ ରାଘବ, ବହେ ବାଳି ତେବେ ଏ ରାଘବ। ଆରେ ବିବସ୍ୱାନ କିରଣରେ ଏଇ ଶୁଷ୍କ ହେଇଯାଇଛି। ବିବସ୍ୱାନ ଯେ ସୂର୍ଯ୍ୟ କିରଣରେ ଏଇ ଦୁନ୍ଦୁଭି ରାକ୍ଷସର ଅସ୍ଥି ମଜା ମେଦ ମାଂସ ବହୁଳ ଯେଉଁ ବିରାଟ କାୟ ଆଉ ଶବଟା ପଡ଼ିଥିଲା, ଏଇଟା ପାହାଡ଼ ସଦୃଶ ଶୁଖିଯାଇଛି। ଏଣୁ ବହେ ବାଳି ଏବେ ରାଘବ, ତାକୁ ବାଳି ବହନ କରି ଆଣିଥିଲା, ଏବେ ରାଘବ ତାକୁ ଫିଙ୍ଗିଦେଲେ, ଶୁଷ୍କ ହେଇଯିବାରୁ ଫିଙ୍ଗିଦେଲେ। ଏଇଟା ସେ କଳନା କଲା, ବିଚାର କଲା। ବୋଲେ କଥା ଏକ ଅଛି ଆହୁରି, ବଜୁ ଆଣ୍ଟ ସପ୍ତଶାଳ ମାଧୁରୀ। ବୋଲେ କଥା ଏକ ଅଛି ଆହୁରି, ଆଉ ଗୋଟିଏ କଥା ଏଠି ଅଛି ଆଜ୍ଞା। କ'ଣ ନା ଆଜ୍ଞା, ଆଉ ଗୋଟିଏ କଥା ଅଛି। ଗୋଟିଏ ଦେଖନ୍ତୁ, ସୁଗ୍ରୀବକୁ ଏତେ ଭୟ ହେଇଯାଇଛି ରାମଚନ୍ଦ୍ର ପ୍ରଭୁ ଭଗବାନ, ଏ ଜ୍ଞାନ ତାର ନାହିଁ। ସେ କହୁଛି ଇଏ କେଡ଼େ ବଡ଼ ବୀର, ମୁଁ ଆଉ ଟିକେ ପରୀକ୍ଷା କରିବି। ଗୋଟିଏରେ ସନ୍ତୁଷ୍ଟ ହେଲାନି ନା, ତେଣୁ ସେ ପୁଣି କହୁଛି, ଆଜ୍ଞା ଆହୁରି ଗୋଟିଏ କଥା ଅଛି, ଆପଣ କିଛି ନ ଭାବିଲେ ମୁଁ କହିବି। କ'ଣ ନା କଥା ଅଛି ଆହୁରି, ବଜୁ ଆଣ୍ଟ ସପ୍ତଶାଳ ମାଧୁରୀ। ଓହୋ, ସପ୍ତଶାଳ ଏ ପାଖରେ ଅଛି ଆଜ୍ଞା, ଆଉ 7ଟି ଶାଳ ଗଛ, ଶାଳ ମାନେ ସପ୍ତଶାଳ। ଆମେ କହିଛେ ରାମଚନ୍ଦ୍ର ଗୋଟିଏ ବାଣରେ ଏଇ ସପ୍ତଶାଳକୁ ମଧ୍ୟ ଭେଦ କରିଥିଲେ, ଯେଉଁଥିରେ ଯେଉଁ ସପ୍ତଶାଳରେ ଆଉ ତାର ଅଧେ ବଳ ବ୍ରହ୍ମା ତାକୁ ଲୁକେଇଲେ। ଏତେ ବଡ଼ ବିରାଟ ବଳବାନ ଥିଲା ଯେ ସେ, ଆଉ ସମସ୍ତଙ୍କୁ ମାରିବ। ତେଣୁ ଭଗବାନ ତାକୁ ଅଧେ ବଳ ତାର ସେ ସପ୍ତଶାଳ ଭିତରେ ରଖିଦେଇଥିଲେ। ସେଇ କଥାଟି କେବଳ ସୁଗ୍ରୀବ ହିଁ ଜାଣିଛି। ତେଣୁ ସେଇଟା ପରୀକ୍ଷା କରିବା ପାଇଁ ଚିନ୍ତା କରିକିରି ସେ ଆଚ୍ଛା ଗୋଟିଏ କଥା କହିଲେ ଯେ 7ଟି ଶାଳ ବୃକ୍ଷ ବେଷ୍ଟିତ ହୋଇକରି ଅଛି, ସପ୍ତଶାଳ ବୃକ୍ଷର ମାଧୁରୀ ବା ଗୁଣ ଏଭଳି ଯେ ତାହା ବଜ୍ରଠାରୁ ଅଧିକ କଠିନ। ବଜ୍ରୁ ଆଣ୍ଟ, ବଜ୍ରଠାରୁ ଆଣ୍ଟ ଅର୍ଥାତ୍ ବଜ୍ରଠାରୁ ଆହୁରି କଠିନ ତାର ଗୁଣ। ଆଚ୍ଛା, ପୁଣି କବି କହୁଛନ୍ତି କ'ଣ ନା, ବାଜି ଜାତେ ଭରା ମଣୁ ବସୁଧା, ବଳ ଅଧେ ରଖିଛି କାହିଁ ବେଧା। ବାଳି ଜାତେ ଭାରା ମଣୁ ବସୁଧା। ବାଳି ଯେତେବେଳେ ଆଜ୍ଞା ଜାତ ହେଲା, ଆପଣମାନେ ଜାଣିଛେ ସୂର୍ଯ୍ୟଙ୍କ ପୁତ୍ର ହେଉଛି ସୁଗ୍ରୀବ, ଇନ୍ଦ୍ରଙ୍କର ପୁତ୍ର ହେଉଛି ବାଳି। ଆରେ ବାଳି ଯେତେବେଳେ ଜନ୍ମ ହେଇଛି, ବାଳି ଜାତେ ଭାରା ବସୁଧା, ଭାରା ମଣିଲା, ପୃଥିବୀ ସହ୍ୟ କରିପାରିଲାନି। ମାନେ ଏତେ ଓଜନ ହେଇଥିଲା ବାଳି ଯେ ଜନ୍ମ ସମୟରେ ସେ ଏତିକି ଓଜନ ହେଇଥିଲା ଯେ ତାର ଗୁରୁଭାରକୁ ମା ବସୁଧା ବା ଧରିତ୍ରୀ ମାତା ସହ୍ୟ କରିପାରିଲେନି। ଆରେ ପାତାଳଗାମୀ ହେଇଯିବେ କି? ଏ କଥା ଯେତେବେଳେ ବ୍ରହ୍ମାଙ୍କୁ ସେ ଡରିକିରି କହିଲେ, ବ୍ରହ୍ମା ଯେ ବେଧା, ଆଉ ବଳ ଅଧେ ରଖିଛି କାହିଁ ବେଧା। ଏ ବେଧା ଯେ ବ୍ରହ୍ମା ସୃଷ୍ଟିକର୍ତ୍ତା ବ୍ରହ୍ମା ଯିଏ ସୃଷ୍ଟି ସର୍ଜନା କରିଛନ୍ତି ବାଳିର ଆଉ ମା ଧରିତ୍ରୀ ବା ପୃଥିବୀ ମାତାର ଦୁଃଖକୁ ଲାଘବ କରିବା ପାଇଁ, କାହିଁକିନା ଗୁରୁଭାର ସହ୍ୟ କରିପାରୁନାହାନ୍ତି, ପାତାଳଗାମୀ ହେଇଯିବ, ପୃଥିବୀ ଧ୍ୱଂସ ହେଇଯିବ। ତେଣୁ ଅଧେ ବଳ ସେଇଠି ଗୋପନ କରି ରଖିଦେଇଥିଲେ। ବଳ ଅଧେ ରଖିଛି, ବହେ ତୁଳପାତ୍ର ରହେ ସମାନେ, ବିଭାଗରେ ଗୁରୁଦ୍ରବ୍ୟ ଯେସନେ। ବହେ ତୁଳପାତ୍ର ରହେ ସମାନେ। କ'ଣ ହେଇଛି ନା, ତୁଳପାତ୍ର ଯେମିତି ସମାନ ହେଇକିରି ରହେ, ଗୋଟିଏ ପଟରେ ତାର ଅଧେ ବଳ ଏବଂ ଆଉ ଗୋଟିଏ ପଟରେ ବାଳି ସମାନ ହେଇକିରି ରହିଛି। ଅଧେ ବଳ ତା ପାଖରେ, ଅଧେ ବଳ ଏ ସପ୍ତଶାଳ ବୃକ୍ଷରେ ରଖା ହେଇଛି। ଏବଂ
ବିଭାଗରେ ଗୁରୁଦ୍ରବ୍ୟ ଯେମିତି ଗୁରୁଦ୍ରବ୍ୟକୁ ବିଭାଗ କଲେ ସମାନ ସମାନ ହେଇ ରହେ। ଆଠଣା ଆମେ କହୁଛୁ ଆରେ ଆଠଣା ସେଇଠି ଆଠଣା ଏଇଠି, ଅଧେ ବଳ ସେଠେଇ ଅଧେ ବଳ ଏଇଠେଇ। ଆଚ୍ଛା, କବି ପୁଣି କହୁଛନ୍ତି କେତେ ସୁନ୍ଦର ଭାବରେ ଦେଖନ୍ତୁ। ବିନ୍ଧି ଭେଦି ନ ପାରନ୍ତି ରୁଦ୍ରାଦି ବାଣ করে ପାରିବ ଯେବେ ଛେ। ଆରେ ବିନ୍ଧି ନ ପାରନ୍ତି ରୁଦ୍ରଦି ରୁଦ୍ର ପ୍ରଭୃତି କେଡ଼େ କେଡ଼େ ରଥି ଅଛନ୍ତି ଆଜ୍ଞା। ରୁଦ୍ର ଶିବଙ୍କ ଭଳିଆ ଲୋକ ମଧ୍ୟ ତାକୁ ମଧ୍ୟ ସେ ସପ୍ତଶାଳକୁ ଭେଦ କରିପାରିନାହାନ୍ତି। ବା ଇନ୍ଦ୍ରାଦି ଦେବତାମାନେ ଯୁଦ୍ଧ ହୁଏ ତ ସବୁବେଳେ ନା, ଯେତେ ଦେବାଦେବୀ ଅଛନ୍ତି କେହି ଏଥିରେ ଆକୁ ଭେଦ କରିପାରିନାହାନ୍ତି। ଯଦି ଆପଣ ବାଣ କରି ବିନ୍ଧି ପାରିବେ, ଫେରେ ଗୋଟିଏ ବାଣରେ ମାରିବେ। ବାଣ କରି ପାରିବ ଯେବେ ଛେଦି, ଗୋଟିଏ ବାଣରେ ଯଦି ତାକୁ ଛେଦନ କରିପାରିବ ତାହେଲେ ମୁଁ ଜାଣିବି ଯେ ଆପଣ ବାଡ଼ି ମୋର ଯିଏ ଶତ୍ରୁ ତାକୁ ଦେଖେଇବେ, ଆପଣ ମାରିବା ସମର୍ଥ ହେବେ। ଆଉ ବିରାଧାରୀ ବୋଇଲେ କାହିଁ କାହିଁ ବଳି ମୁଖ ଶ୍ରେଷ୍ଠ ନେଇ ଦେଖାଇ। ଏଇଠି ଟିକେ ଆଉ ଶବ୍ଦ ତ କ୍ଲିଷ୍ଟ ଟିକେ ରହିବ ନା। ବିରାଧାରୀ, ବିରାଧ ନାମକ ରାକ୍ଷସର ଯିଏ ଅରିବା ଶତ୍ରୁ, ବିରାଧ ରାକ୍ଷସକୁ ମାରିଥିଲେ ବାଟରେ। ବିରାଧ ବା ବିରାୟୁଧ ନାମକ ରାକ୍ଷସକୁ ମାରିଥିଲେ। ତେଣୁ ବିରାଧାରୀ, ବିରାଧର ଅରି ଅର୍ଥାତ୍ ଶତ୍ରୁ ଯେ ରାମଚନ୍ଦ୍ର। ଆଉ ବୋଇଲେ କାହିଁ କାହିଁ, ଆରେ କାହିଁ ସେଇ ସପ୍ତଶାଳ କେଉଁଠି ମୋତେ ଦେଖେଇବଟି? କ'ଣ ଏତେ ବଳ ତାର ଅଛି ଏବଂ ଇନ୍ଦ୍ର ଶିବ ପ୍ରଭୃତି ଏଡ଼େ ରଥିମାନେ ମଧ୍ୟ ମାରିପାରିନାହାନ୍ତି କହୁଛ। ତା ଦେଖେଇବା, ଟିକେ ଦେଖେଇଲ ଚାଲ। ଏକଥା କହିବାରୁ ବଳିମୁଖ ଯିଏ, ବଳିମୁଖ ମାନେ ବାନରକୁ ବଳିମୁଖ କୁହାଯାଏ। ବାନର ଶ୍ରେଷ୍ଠ ବା ବାନର ରାଜ ସୁଗ୍ରୀବ ନେଇକରି ଦେଖେଇଲେ। କବି ଏହାପରେ ଟିକେ ଅଳଙ୍କାର ପ୍ରୟୋଗ କରିଛନ୍ତି। ବର୍ତ୍ତମାନ 29 ପଦ ପରେ ଆଜ୍ଞା 30 ପଦରୁ କିଛି ଅଳଙ୍କାର, ବିଭିନ୍ନ ଅଳଙ୍କାରରେ ଅତି ସୁନ୍ଦର ଭାବରେ ତାକୁ ବର୍ଣ୍ଣନା କରିଛନ୍ତି। ଆଳଙ୍କାରିକ ବର୍ଣ୍ଣନା ଚାତୁରୀ ଏଇ 30 ପଦରୁ କବି ଦେଇଛନ୍ତି। ଦେଖନ୍ତୁ ପଦେ ବିପଦ ଜାଣିବା। ଏଠି ନାଗବନ୍ଧରେ କହିଛନ୍ତି। ମୁଁ କହିଛି ଗୋଟିଏ ତାଙ୍କର ମୁଁ ଆଗରୁ ବର୍ଣ୍ଣନା କରିଛି ଯେ କବି ଯେତେ ଗୁଡ଼ିଏ କାବ୍ୟ ଲେଖିଥିଲେ ସେଥିରେ ଆଉ ଗୋଟିଏ ଚିତ୍ରକାବ୍ୟ ବନ୍ଧୋଦୟ ବୋଲି ତାଙ୍କର ଥିଲା। ଚିତ୍ରକାବ୍ୟ ବନ୍ଧୋଦୟ, ସେଥିରେ ବିଭିନ୍ନ ପ୍ରକାର ବନ୍ଧ, ନାଗବନ୍ଧ, ଶକଟ ବନ୍ଧ, ପଦ୍ମବନ୍ଧ, ଗଦାବନ୍ଧ, ଲଗୁଡ଼ ବନ୍ଧ, ଏମିତି ଅନେକ ସବୁ ରହିଛି ତାଙ୍କର। ଅତି ସୁନ୍ଦର ଶବ୍ଦରେ ସଜ୍ଜିତ ହେଇକିରି କେଉଁଠି କେଉଁ ଶବ୍ଦ ରହିଲେ ଏଉଠି ନାଗବନ୍ଧ ହେବ, ଏଉଠି ଲଗୁଡ଼ ବନ୍ଧ ହେବ, ଏଉଠି ଶକଟ ବନ୍ଧ ହେବ, ଏଇଠି ପଦ୍ମବନ୍ଧ ହେବ ଇତ୍ୟାଦି। ଏଣୁ ଚକ୍ରବନ୍ଧ କେଉଁଠି ହେବ। ବିଶାଳତା ପବି ଦୃଢ଼ ସେ ବନ ବୃକ୍ଷ 200 ପତ୍ର ରଞ୍ଜନ। ଆଜ୍ଞା ଦେଖନ୍ତୁ କେଡ଼େ ସୁନ୍ଦର ବର୍ଣ୍ଣନା କରୁଛନ୍ତି। ରାମଚନ୍ଦ୍ର ଏଇ କଥା ଶୁଣିକିରି ଯେତେବେଳେ କାହିଁ ବୋଲି କହିଲେ, ସେଇ ସପ୍ତଶାଳ ବେଷ୍ଟିତ ବନ ଅର୍ଥାତ୍ ସପ୍ତଶାଳ ବୃକ୍ଷ ଅତି ଉନ୍ନତ, ବିଶାଳତା ପବି ଦୃଢ଼, ପବି ବିଶାଳତା ଏବଂ ପବି ଠାରୁ ଦୃଢ଼ ସେଇ ବନ ଅର୍ଥାତ୍ ସପ୍ତଶାଳକୁ ଅରଣ୍ୟ ବୋଲି କହିଛନ୍ତି। ଆଚ୍ଛା, ବନ ବୃକ୍ଷ 200 ପତ୍ର ରଞ୍ଜନ। ବୃକ୍ଷଟି କ'ଣ ହେଇଛି ନା ବଜ୍ରତୁଲ୍ୟ କଠିନ ଏବଂ ମୋଟା, ସେଇ 7ଟି ଜାଗା ପ୍ରଶାଖା ଯୁକ୍ତ ମଣ୍ଡଳାକାରରେ ଥିବା ଶତପତ୍ର। ଶତପତ୍ରର ଶବ୍ଦ ଅର୍ଥ ହେଉଛି ଆଜ୍ଞା ପଦ୍ମ। ପଦ୍ମାକାରରେ, ପଦ୍ମର ଯେମିତି ପାଖୁଡ଼ା ଗୁଡ଼ିକ ଥାଏ, ବୃତ୍ତାକାରରେ ସେ ରହିଛି ଗୋଟେ ପଦ୍ମ ଫୁଲ ଭଳିଆ ସୌନ୍ଦର୍ଯ୍ୟ ସିଏ ସୃଷ୍ଟି କରୁଛି। ଏଣୁ କବିତାକୁ ଅତି ଶତଦଳ ବା ପଦ୍ମ ପରି ମନୋହର ଦେଖାଯାଉଛି। ଆଜ୍ଞା ଘେରିକିରି ଏମିତି ରହିଛି, ଏମିତି ସିଧା ତ ନାହିଁ। ସିଧା ଥିଲେ ତ ଗୋଟେ ବାଣ ମାରିଦେବେ। ଦେଖନ୍ତୁ, ଆରେ ସୃଷ୍ଟିକର୍ତ୍ତା ବ୍ରହ୍ମା ତାର ଅଧେ ବଳ ଯେତେବେଳେ ରଖିଛି, ଆଉ ଯେ କେହି ଲୋକ ତ ମାରିଦେବ ନା। 1 2 କରି 7 ଗୋଟେ ସର ମାରିଦେଲେ, ଧରନ୍ତୁ ବିଭିନ୍ନ ପ୍ରକାର ଅସ୍ତ୍ର ଅଛି, ମାରିଦେଲେ ହୁଏତ ତାର ବଳ ଉଣା ହେଇଯିବ। କିନ୍ତୁ ତାକୁ ଏମିତି ଚକ୍ରାକାରରେ ପଦ୍ମଫୁଲ ଯେମିତି ପ୍ରସ୍ଫୁଟିତ ହେଇକରି ଥାଏ, ସେ 7ଟି ଗଛ ଆଉ ମଣ୍ଡଳାକାରରେ ପଦ୍ମର ପାଖୁଡ଼ା ଭଳି ରହିଛି। ଏହାପରେ କବି ଆହୁରି ସୁନ୍ଦର ଭାବରେ ତାକୁ ବର୍ଣ୍ଣନା କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା କରିବା କ'ଣ କିଭଳି ଭାବରେ ସେ ସପ୍ତ ମଣ୍ଡଳାକାରରେ ଥିବା ପଦ୍ମଫୁଲ ଭଳି ସୁନ୍ଦର ଦେଖାଯାଉଥିବା ସପ୍ତଶାଳ ଭିତରେ ବାଡ଼ିର ଯେଉଁ ପ୍ରାଣର ଅଧିକ ଜୀବନ ରହିଛି, ତାକୁ ରାମଚନ୍ଦ୍ର ପ୍ରଭୁ ରାମଚନ୍ଦ୍ର ତାକୁ ବିନାଶ କରିପାରିଲେ ବା ସପ୍ତଶାଳକୁ ଭେଦ କରିପାରିଲେ କି ନାହିଁ, ଆଉ ପରବର୍ତ୍ତୀ ପର୍ଯ୍ୟାୟରେ ସମୟ ହେଲେ ଆଲୋଚନା କରିବା। ନମସ୍କାର।